ଆଜିର ପ୍ରସଙ୍ଗ ଡିଜିଟାଲ ନ୍ୟାୟ ମାଧ୍ୟମରେ ଦକ୍ଷ ଓ ତ୍ୱରିତ ସମାଧାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉପଭୋକ୍ତାଙ୍କୁ ସେମାନଙ୍କର ଅଧିକାର ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଆଜି ଜାତୀୟ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଉଛି। ଗ୍ରାହକଙ୍କ ସୁରକ୍ଷା ସମ୍ପର୍କିତ ବ୍ୟାପକ ଢାଞ୍ଚାକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଡିସେମ୍ବର 24 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଡିଜିଟାଲ ନ୍ୟାୟ ମାଧ୍ୟମରେ ଦକ୍ଷ ଓ ତ୍ୱରିତ ସମାଧାନ। ପ୍ରଯୁକ୍ତି ବିଦ୍ୟା ଆଧାରିତ ସୁଗମ ଏବଂ ସମୟୋଚିତ ଉପଭୋକ୍ତା ଅଭିଯାନ ସମାଧାନ ଉପରେ ଏହି ବିଷୟବସ୍ତୁ ଗୁରୁତ୍ୱ ପ୍ରଦାନ କରୁଛି। ଆମର ଦୈନନ୍ଦିନ ଜୀବନକୁ ଲକ୍ଷ୍ୟ କଲେ କୌଣସି ନା କୌଣସି କ୍ଷେତ୍ରରେ ଆମେ ଉପଭୋକ୍ତା ହିସାବରେ ପରିଗଣିତ ହୋଇଥାଉ। ଉପଭୋକ୍ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖାଉଟି ସୁରକ୍ଷା ଆଇନ 1986 ମସିହାରେ ପ୍ରଣୟନ କରାଯାଇଥିଲା। ଉପଭୋକ୍ତାଙ୍କ ସ୍ୱାର୍ଥ ଏବଂ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ସେମାନେ ଯେପରି ଅନ୍ୟାୟ ବାଣିଜ୍ୟ ଅଭ୍ୟାସ, ଠକେଇ ଏବଂ ଶୋଷଣରୁ ମୁକ୍ତ ରହିପାରିବେ, ଏହାକୁ ସୁନିଶ୍ଚିତ କରିବା ପାଇଁ ଏହି ଆଇନ କାର୍ଯ୍ୟକାରୀ କରାଯାଇଛି। ତେବେ ପରିବର୍ତ୍ତିତ ପରିସ୍ଥିତି ଏବଂ ଡିଜିଟାଲ କ୍ଷେତ୍ରର ବହୁଳ ବ୍ୟବହାରକୁ ଲକ୍ଷ୍ୟ ରଖି ନୂତନ ଉପଭୋକ୍ତା ସୁରକ୍ଷା ଆଇନ 2019ରେ ପ୍ରଣୟନ କରାଗଲା। 2020 ଜୁଲାଇ 20 ତାରିଖ ଏହି ନୂତନ ଆଇନ କାର୍ଯ୍ୟକାରୀ ହେଲା। ସେହି ବର୍ଷ ଜୁଲାଇ 24 ତାରିଖରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରାଯାଇଥିଲା, ଯାହାକି ସାମୂହିକ ଭାବରେ ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଲକ୍ଷ୍ୟ ନେଇ ଏକ ନିୟାମକ ସଂସ୍ଥା ଭାବରେ କାର୍ଯ୍ୟ କରୁଛି। ଉପଭୋକ୍ତାଙ୍କୁ ତ୍ୱରିତ ଏବଂ ଆହ୍ୱାନମୁକ୍ତ ନ୍ୟାୟ ପ୍ରଦାନ କରିବା ଏହି ସଂଶୋଧିତ ଆଇନ ପ୍ରଣୟନ କରିବାର ମୂଳ ଲକ୍ଷ୍ୟ। ଦୈନନ୍ଦିନ ଜୀବନରେ ଆମେ ଉପଯୋଗ କରୁଥିବା ବିଭିନ୍ନ କ୍ଷେତ୍ରକୁ ଏହାର ପରିସରଭୁକ୍ତ କରାଯାଇଛି। ଉପଭୋକ୍ତା ତାଙ୍କର ଅଭିଯୋଗକୁ ଇ-ଫାଇଲିଂ ବ୍ୟବସ୍ଥା ମାଧ୍ୟମରେ ଦାଖଲ କରିପାରୁଛନ୍ତି। ସେହିପରି ଉପଭୋକ୍ତାଙ୍କ ସହଯୋଗ ପାଇଁ ଜାତୀୟ ହେଲ୍ପଲାଇନ ନମ୍ବରର ମଧ୍ୟ ପ୍ରଚଳନ କରାଯାଇଛି। ଉପଭୋକ୍ତା ଆୟୋଗଙ୍କ ଆଦେଶଗୁଡ଼ିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ଉପଭୋକ୍ତା ସୁରକ୍ଷା ଆଇନ ମୁଖ୍ୟତଃ 6ଟି ଅଧିକାର ଉପରେ କାର୍ଯ୍ୟକାରୀ ହୋଇଥାଏ। ସେଗୁଡ଼ିକ ହେଲା ଉପଭୋକ୍ତାଙ୍କ ନିରାପତ୍ତା, ଅବଗତ ହେବା, ଚୟନ କରିବା, ଅଭିଯୋଗ ପ୍ରଦାନ କରିବା, ପ୍ରତିକାର ପାଇବା ଏବଂ ଆଇନ ସମ୍ପର୍କିତ ସଚେତନ ବା ଶିକ୍ଷା ପାଇବାର ଅଧିକାର। ଆଇନ ସଚେତନତା କର୍ମଶାଳା ଆୟୋଜନ କରାଯାଇ ଉପଭୋକ୍ତାଙ୍କୁ ସେମାନଙ୍କର ଅଧିକାର ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସଚେତନ କରାଯାଇଥାଏ। ଉପଭୋକ୍ତା ସୁରକ୍ଷା ପଦକ୍ଷେପକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉପଭୋକ୍ତା କଲ୍ୟାଣ ପାଣ୍ଠି କାର୍ଯ୍ୟକାରୀ କରାଯାଇଛି। ଦେଶବ୍ୟାପୀ ଉପଭୋକ୍ତାଙ୍କର ଅଧିକାରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଏହି ପାଣ୍ଠିର ଉପଯୋଗ କରାଯାଇଥାଏ। ପାଣ୍ଠି ଅଧୀନରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି। ସ୍ଥଳ ବିଶେଷରେ ଏହା 75 ଏବଂ 25 କିମ୍ବା 90 ଏବଂ 10 ଅନୁପାତରେ କାର୍ଯ୍ୟକାରୀ ହୋଇଥାଏ। ଗତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ପାଣ୍ଠି ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 38 କୋଟି 68 ଲକ୍ଷ ଅର୍ଥ ପ୍ରଦାନ କରାଯାଇ ପାରିଛି। ଗତ ଜାନୁଆରୀ 1ରେ ଉପଭୋକ୍ତା ଅଭିଯୋଗ ପ୍ରତିକାର ଲକ୍ଷ୍ୟ ନେଇ ଡିଜିଟାଲ ପ୍ଲାଟଫର୍ମ ଇ-ଜାଗୃତିକୁ ପ୍ରଚଳନ କରାଯାଇଛି। ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଅଧିକାର ଆୟୋଗ ତଥା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକ୍ଷମ ହୋଇଥିବା ଏହି ପ୍ଲାଟଫର୍ମ ଉପଭୋକ୍ତାଙ୍କୁ ଅଭିଯୋଗ ଦାଖଲ କରିବା ଏବଂ ଆଭାସୀ ମାଧ୍ୟମରେ ଶୁଣାଣିର ସହଯୋଗ ପ୍ରଦାନ କରିଥାଏ। ଏହା ମାଧ୍ୟମରେ ମାମଲାଗୁଡ଼ିକର ସ୍ଥିତି ନେଇ ମଧ୍ୟ ସୂଚନା ମିଳିଥାଏ। ବହୁଭାଷୀ ଏହି ପ୍ଲାଟଫର୍ମ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ସରଳ ଅଭିଯୋଗ ଦାଖଲ ଏବଂ ତ୍ୱରିତ ତଥା ସୁବ୍ୟବସ୍ଥିତ ନ୍ୟାୟ ପ୍ରଦାନ ମାଧ୍ୟମରେ ଉପଭୋକ୍ତା ଅଧିକ ସଶକ୍ତ ହୋଇପାରିଛି। 10ଟି ରାଜ୍ୟ ଏବଂ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ପକ୍ଷରୁ ଅଭିଯୋଗଗୁଡ଼ିକର ଶୁଣାଣି 100%ରେ ପହଞ୍ଚିଛି। ଏପରିକି ଏହି ପ୍ଲାଟଫର୍ମ ମାଧ୍ୟମରେ ଆବଶ୍ୟକ ଦେୟ ଦାଖଲ ମଧ୍ୟ ସରଳ ହୋଇପାରିଛି। ଗତ ନଭେମ୍ବର ମାସ ମଧ୍ୟଭାଗ ସୁଦ୍ଧା ଏହି ପ୍ଲାଟଫର୍ମ ଅଧୀନରେ ଦାଖଲ ହୋଇଥିବା 1,35,000ରୁ ଅଧିକ ଅଭିଯୋଗ ମଧ୍ୟରୁ 1,31,000ରୁ ଉର୍ଦ୍ଧ୍ୱ ସମାଧାନ ହୋଇସାରିଛି। ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଜାତୀୟ ଗ୍ରାହକ ହେଲ୍ପଲାଇନ ଉପଭୋକ୍ତାଙ୍କ ଅଧିକାରକୁ ସୁରକ୍ଷିତ ରଖିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ସାମୂହିକ ଭାବରେ ଦେଖିବାକୁ ଗଲେ ଏହି ପଦକ୍ଷେପଗୁଡ଼ିକ ଏକ ନିରପେକ୍ଷ, ସ୍ୱଚ୍ଛ ଏବଂ ଗ୍ରାହକ କୈନ୍ଦ୍ରିକ ଇକୋସିଷ୍ଟମକୁ ପ୍ରତିଫଳନ କରୁଛି। ଆମକୁ ମନେ ରଖିବାକୁ ହେବ ଯେ ସଚେତନ ଏବଂ ସଶକ୍ତ ଉପଭୋକ୍ତା ଏକ ସୁସ୍ଥ ଏବଂ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହୋଇଥାଏ।